ସାଙ୍ଗମାନେ ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟାରେ ସାଙ୍ଗମାନେ, ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ମଜାଦାର ଢଗ ଧମାଲ ପ୍ରଶ୍ନ। ସାଙ୍ଗମାନେ, ଭାଉଜ କେବେ ପାନ ଖାଆନ୍ତି ନାହିଁ। ରଜ ଉପଲକ୍ଷେ ଆଜି ସାଙ୍ଗ ପାନ ଦେଇଥିବାରୁ ଭାଉଜ ଆଜି ପାନ ଖାଇ ରଜକୁ ଉପଭୋଗ କରୁଛନ୍ତି। ସାଙ୍ଗମାନେ, ଏହି ସମୟ ଭିତରେ ଆସ ଆମେ ଚାଲିଯିବା ସେହି ମଜାଦାର ସୁନ୍ଦର ଢଗ ଧମାଲ ପ୍ରଶ୍ନକୁ। ଭାଉଜ ଆମର କ'ଣ ଉତ୍ତର ଦେବେ ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଆସିଥାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣମାନଙ୍କ ବନ୍ଧୁ ବାନ୍ଧବ ପରିଜନଙ୍କ ପାଖକୁ ଭିଡ଼ିଓଟି ସେୟାର କରନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ନେବେ। ତାହେଲେ ଆଜି ସମୟ ହୋଇଗଲାଣି, ଆସ ଆମେ ଚାଲିଯିବା ସେଇ ଢଗ ପ୍ରଶ୍ନକୁ। କ'ଣ ଭାଉଜ ପୁରା ବ୍ୟସ୍ତ ଆଉ। ତାହେଲେ ପ୍ରଶ୍ନ ଷ୍ଟାର୍ଟ କରୁଛି। କହିଲ ଦେଖି, ଏକ କୂଅରେ 11ଟି ସାପ ଥିଲେ, 6ଟି ମରିଗଲେ, 4ଟି ଅଧିକ ଆସିଲେ, 7ଟି ବାହାରକୁ ଚାଲିଗଲେ। ଏବେ କେତୋଟି ସାପ ରହିବେ? ସାଙ୍ଗମାନେ, ସୁନ୍ଦର ପ୍ରଶ୍ନଟି, ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ। ଏକ କୂଅରେ 11ଟି ସାପ ଥିଲେ, 6ଟି ମରିଗଲେ, 4ଟି ଅଧିକ ଆସିଲେ, 7ଟି ବାହାରକୁ ଚାଲିଗଲେ। ଭାଉଜ ରଜ ଉପଲକ୍ଷେ ଚିନ୍ତା କରି କହିବେ ଗଣୁଛନ୍ତି। ଏକ କୂଅରେ 11ଟି ସାପ ଥିଲେ, 6ଟି ମରିଗଲେ, 4ଟି ଅଧିକ ଆସିଲେ, 7ଟି ବାହାରକୁ ଚାଲିଗଲେ। ଏବେ କେତୋଟି ସାପ ରହିଲା? ଭାଉଜ ଆମର କହିବେ। ଭାଉଜ ଯଦି ନ କହିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ସାଙ୍ଗମାନେ, ପାନ ଖିଆ ସମୟ ଆଜି। ଭାଉଜ ଏତେ ଦିନ ପରେ ଖାଇଛନ୍ତି। ସାଙ୍ଗମାନେ, ଭାଉଜ କହୁଛନ୍ତି ଆଉ 8ଟି ରହିଲା ସାପ। ଆପଣମାନେ ଭଲ ଭାବରେ ହିସାବ କରନ୍ତୁ, କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ହଁ ହଁ ସାଙ୍ଗମାନେ, ଭାଉଜ କ'ଣ କହୁଛନ୍ତି ଆପଣ ବୁଝିପାରିଲେ ତ? ସାଙ୍ଗମାନେ, ଭାଉଜ କହୁଛନ୍ତି କେତୋଟି? 8ଟି ସାପ ରହିଲା। ଆପଣମାନେ ହିସାବ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ସାଙ୍ଗମାନେ, ଆମେ ଜାଣୁ ସାଙ୍ଗମାନେ, ଆମେ ଯେକୌଣସି ଭିଡ଼ିଓ ଅପଲୋଡ଼ କରିଥାଉ ଆପଣମାନେ ଦେଖୁଛନ୍ତି, ଶେଷ ପର୍ଯ୍ୟନ୍ତ ୱାଚ୍ ମଧ୍ୟ କରୁଛନ୍ତି, କମେଣ୍ଟ ବି ଦେଉଛନ୍ତି। ଆମେ ଜାଣୁ ସାଙ୍ଗମାନେ, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ। କେବେ ହେଲେ ଅବହେଳା ନକରି କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଭାଉଜ ଆମର ବହୁତ ଖୁସି ହେଇଯିବେ। ରଜ ଉପଲକ୍ଷେ କିଏ ପାନ ଖାଇବେ ଭାଉଜଙ୍କ ପାଖରୁ? ଜଲ୍ଦି ଜଲ୍ଦି ଆସ। ଯାହା ହଉ ସାଙ୍ଗମାନେ, ଆଜିର ଢଗ ଧମାଲ ପ୍ରଶ୍ନଟି ବହୁତ ମଜା ହେଇଗଲା। ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନକୁ। ଭାଉଜ ସେକେଣ୍ଡ ଢଗ ପ୍ରଶ୍ନର କ'ଣ ଉତ୍ତର ଦେବେ ଆପଣମାନେ ଖାଲି ଦେଖି ନିଅନ୍ତୁ, ଦେଖି ନିଅନ୍ତୁ, ଦେଖି ନିଅନ୍ତୁ। ନା କ'ଣ କହୁଛ ସାଙ୍ଗମାନେ? ସେକେଣ୍ଡ ଢଗ ପ୍ରଶ୍ନଟି ଭାଉଜଙ୍କୁ ରହିଲା। ଯଦି ଭାଉଜ ଉତ୍ତରଟି ନ କହିପାରିଲେ ଆପଣମାନେ ଲେଖିଦେବେ କମେଣ୍ଟ ବକ୍ସରେ। ତମେ କ'ଣ କୁହ? ଖାଲି ମୁଣ୍ଡ ଟୁଙ୍ଗାଲ, ପାନ ଖାଇଲ ଆଉ ଆମକୁ ଦେଲ ନାହିଁ। ଏ ରଜ ଉପଲକ୍ଷେ ପାଟି ଖୋଲୁନି, କାହିଁକି ପାନ ଖାଇଲ? ଭିଡ଼ିଓ ବନେଇବ କେମିତି କ'ଣ? ଇଏ କ'ଣ ଦିଟା ଖାଇଦେଲେ। ସାଙ୍ଗମାନେ, ଭାଉଜ ସ୍ୱାଗତିକା ଭାଉଜ ଆଜି 2ଟି ପାନ ଖାଇଦେଲେ, ସ୍ୱାମୀ ପାନକୁ ବି ଖାଇଦେଲେ। ଦେଖନ୍ତୁ, ତୁ ବି ଖାଇଦେଲୁ। ଦେଖନ୍ତୁ ସାଙ୍ଗମାନେ, ତାହେଲେ ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନକୁ। ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଆମେ ଧନ୍ୟବାଦ ଜଣାଉଛୁ। କାରଣ ଏହିଭଳି ଭିଡ଼ିଓ ଦେଖନ୍ତୁ, ଏଥିରେ କିଛି ଶିଖିବେ, ଜାଣିବେ। କିନ୍ତୁ
ଏଥିରେ କିଛି ଅନେକ ସାଧାରଣ ଜ୍ଞାନ ଜେନେରାଲ ନଲେଜ ସହିତ ଆଧାରିତ ଅନେକ କିଛି ଏଥିରେ ଶିଖିଲା ଭଳି ଭିଡ଼ିଓ ଅଛି ସାଙ୍ଗମାନେ। ଆମେ ସେଇ ଟାଇପ୍ର ଭିଡ଼ିଓଟି ଆମେ ବନାଉ। ଯେକୌଣସି କମେଣ୍ଟ ଆସେ ବହୁତ ସୁନ୍ଦର କମେଣ୍ଟ ଦିଅନ୍ତି। କେବେ ହେଲେ ସାଙ୍ଗମାନେ ଆଜି ଶେଷ ରଜରେ ଭାଉଜ ତାହେଲେ ସାଙ୍ଗମାନେ ଭାଉଜଙ୍କର ରହିଲା ପ୍ରଶ୍ନ। ଆଜି ହେଲା ଶେଷ ରଜ। ଯେଉଁ ଶେଷ ରଜଟି ସରିଲା ପରେ ତା ନେକ୍ସଟ ଦିନଟିକୁ କ'ଣ କୁହାଯାଏ? ସାଙ୍ଗମାନେ କେଉଁ ଦେବୀ ଗାଧେଇଥାନ୍ତି ରଜର ଶେଷ ଦିନ? ରଜ ଆଜି ସରିଗଲା ମାନେ କାଲି ରଜ ଦିନେ ମସଲା ବଟା ହୁଏ ନା ପୂଜା ହୁଏ। ଲାଷ୍ଟ ଦିନେ ରଜ ଆଜି ସରିଲା କାଲିକି କାମ ସରିଲେ କାମ ରୋଷେଇବାସ ଇଏ ହବ। ସେ କୋଉ ଦେବୀ ସାଙ୍ଗମାନେ ଭାଉଜଙ୍କର ଆପଣମାନଙ୍କୁ ପ୍ରଶ୍ନ ଯେ ରଜ ଯେତେବେଳେ ସରିଯାଏ ତା ପରଦିନ କେଉଁ ଦେବୀଙ୍କୁ ଗାଧୋଇ ଦେଇଥାନ୍ତି ଏବଂ ପୂଜା କରିଥାନ୍ତି ନା କ'ଣ? ଆପଣମାନେ ଭଲ ଭାବରେ ଚିନ୍ତା କରନ୍ତୁ, ଭାଉଜଙ୍କ ପ୍ରଶ୍ନର ଉତ୍ତର ଦେଇ ଦିଅନ୍ତୁ। କାରଣ ମୁଁ ଭାବିଥିଲି ଆଉ ଗୋଟେ ପ୍ରଶ୍ନ କରିବି, କିନ୍ତୁ ସାଙ୍ଗମାନେ ଭାଉଜ ସୁନ୍ଦର ପ୍ରଶ୍ନଟି ପଚାରି ଦେଇଛନ୍ତି। ମନ ପସନ୍ଦର ପ୍ରଶ୍ନଟିଏ ଆପଣମାନେ ନିଶ୍ଚୟ ଦେଖିଥିବେ ସାଙ୍ଗମାନେ। ଯାହା ହଉ ଆପଣମାନେ ନିଶ୍ଚିନ୍ତ ରଜ ଉପଭୋଗ କରିଥିବେ ଏବଂ ଜାଣିଥିବେ, ମଜା ବି ନେଇଥିବେ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଭାଉଜଙ୍କ କଥାକୁ ମନ ଭିତରେ ନେଇ ଆପଣମାନେ ଯାହା ଜାଣିଛନ୍ତି ଲେଖି ଦିଅନ୍ତୁ। ଆପଣମାନେ ନିଶ୍ଚିନ୍ତ ଆମର ଓଡ଼ିଆ ଭାଇ ଭଉଣୀ ମଉସା ମାଉସୀ ସମସ୍ତେ ଜାଣିଛନ୍ତି ରଜ ହେଉଛି ଆମର ବହୁତ ବଡ଼ ପର୍ବ। କିନ୍ତୁ ଏ ବିଷୟରେ ଜାଣିବାଟି ନିହାତି ଦରକାର। କାରଣ ଭାଉଜ ଯେଉଁ ସୁନ୍ଦର ପ୍ରଶ୍ନଟି ପଚାରିଦେଲା, ମାନେ ସେଇ ପ୍ରଶ୍ନର ଉତ୍ତରଟି ଆପଣମାନେ ଦିଅନ୍ତୁ। କିନ୍ତୁ ନ ଜାଣିଥିଲେ ଖୋଜି ଆଣନ୍ତୁ। ହଜି ଯାଇଥିଲେ ଖୋଜି ଆଣିବି, ସେମିତି ଖୋଜି ଆଣି ଗୋଟିଏ କମେଣ୍ଟରେ ଲେଖନ୍ତୁ। ଭାଉଜ ଦେଖିବାକୁ ପାଇବେ ଆମର ବେଷ୍ଟ ମାନେ କେବେ ହେଲେ ଅବହେଳା ନ କରି ଯାହା ଜାଣିଛନ୍ତି ଗୋଟିଏ କମେଣ୍ଟ ହେଉ ମଧ୍ୟ ଦେଇଛନ୍ତି। ତାହେଲେ ସାଙ୍ଗମାନେ ଆଜି ଆମେ ରହିବୁ, କାରଣ ଅନେକ ସମୟ ହୋଇଗଲାଣି। କିନ୍ତୁ କିଛି ମୁଁ ଭାବିଥିଲି ଯାହା ଦୁଇଟି ପ୍ରଶ୍ନ, କିନ୍ତୁ ଭାଉଜ ଗୋଟିଏ ପଚାରିଦେଲେ। ଆସନ୍ତାକାଲିକି ମୁଁ ସେ ପ୍ରଶ୍ନଟି ପଚାରିବି, କାରଣ ସମୟ ହୋଇଗଲାଣି। ଭାଉଜ ବହୁତ ଖୁସି ଅଛନ୍ତି ଦେଖନ୍ତୁ। ଆଉ କ'ଣ କିଛି ସାଙ୍ଗମାନଙ୍କୁ କିଛି କହିବ ନା ନାହିଁ, ନା ରଖିବା ନା କ'ଣ କହୁଛ? ସାଙ୍ଗମାନେ ଆମେ ଏବେ ରହିବୁ, ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ଆଣିବୁ ଏଇଭଳି ସୁନ୍ଦର ସୁନ୍ଦର ହସ ହସ ମଜାଦାର। ଭାଉଜ ଯେମିତି ହସୁଛନ୍ତି ଦେଖନ୍ତୁ, କି ମୁରିକି ହସ ଲୋ ବୋବା। ସେଟା କି ଗୀତ ନାହିଁ ଗୋଟା ଶୁଣା ପଞ୍ଜୁରେ, ପୁଚୁକି ଗାଲି ଫେସନ ବାଲି ଚାଲି ତ ବମ୍ବେ ଦିଲ୍ଲୀ ଲୋ ବୋବା ଲୋ। ଏଇଭଳିଆ ପୁଚୁକି ଗାଲି ଦେଖନ୍ତି ମା କତଲେ ବାପା। ଯାଉ ସାଙ୍ଗମାନେ, ବହୁତ ମଜା ହେଇଗଲା ରଜ ଉପଲକ୍ଷେ ଆପଣମାନଙ୍କ ସହିତ। କିନ୍ତୁ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଭଲରେ ଥାଆନ୍ତୁ। ଆମର ଏଭଳି ମଜାଦାର ଭିଡ଼ିଓ ଦେଖୁଥାନ୍ତୁ। ଆମର ଆପଣଙ୍କ ପ୍ରତି ବହୁତ ମାନେ ସ୍ନେହାନୁଭୂତି, ଯିଏକି ସାଙ୍ଗମାନେ ଜାଣିଥିବେ ଯଦି କହିଦେଲି ପୁରା। ମଝିରେ ମଝିରେ ଏଇଭଳି ପ୍ରଶ୍ନ ପଚାରିଲେ ସାଙ୍ଗମାନଙ୍କର ଆଇଡ଼ିଆ ଟିକେ ବଢ଼ିବ ନା। ତାହେଲେ ସାଙ୍ଗମାନେ ଯାହା ହଉ ସାଙ୍ଗମାନେ, ଆପଣମାନେ ଆମ ପାଇଁ ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଏ। ଏବେ ଆମେ ରହୁଛୁ ନା କ'ଣ କହୁଛ? ସେଇ ମହାପ୍ରଭୁଙ୍କ ନାମ ନେଇ, ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ତାହେଲେ ରହିଲୁ ସାଙ୍ଗମାନେ, ଜୟ ଜଗନ୍ନାଥ, ନମସ୍କାର।